ଜାନୁଆରୀ 1 ରୁ ଗାଡ଼ିର କଡ଼ାକଡ଼ି ଚେକିଂ ହେବ। MBI ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ସୂଚନା ଦେଲେ ପରିବହନ କମିଶନର ଅମିତାଭ ଠାକୁର। କିନ୍ତୁ ତା ପୂର୍ବରୁ ଅନେକ ଅମାନିଆ ସାବାଡ଼ ହେବାକୁ ନାଁ ଧରୁନାହାନ୍ତି। PUC ସାର୍ଟିଫିକେଟ୍ ତ ଦୂରର କଥା, ଗାଡ଼ିରେ ସାଇଲେନ୍ସର ନାହିଁ, ପଛରେ ନମ୍ବର ନାହିଁ। ଏମିତି ଅନେକ ଅମାନିଆ ଗାଡ଼ି ଚାଳନା କରି ରାଜଧାନୀରେ ବୁଲୁଛନ୍ତି। ଆଉ ଅନେକ ଟ୍ରଲି ପଛରେ ବାଇକ୍କୁ ଲଗାଇ ବେଶ ଜୋରରେ ଦୌଡ଼ାଉଛନ୍ତି। ସେହିଭଳି ଅମାନିଆମାନେ ଏବେ ଜାନୁଆରୀ 1 ରୁ ସାବାଡ଼ ହେବେ। ସବୁ ପେଟ୍ରୋଲ ପମ୍ପ ମାଲିକ ଓ ଡିଲରଙ୍କ ସହିତ ଆଲୋଚନା ହୋଇଛି। PUC ସାର୍ଟିଫିକେଟ୍ ବାବଦରେ ଆଉଟଲେଟ୍ରେ ଲେଖିବାକୁ ମଧ୍ୟ କୁହାଯାଇଛି। PUC ସାର୍ଟିଫିକେଟ୍ କରାଇବାକୁ ସେମାନେ ଆଉଟଲେଟ୍ରେ ଲେଖିବେ। ସମୟ ଅଛି, PUC ସାର୍ଟିଫିକେଟ୍ କରାଇ ନିଅନ୍ତୁ। ଏନେଇ ପରିବହନ କମିଶନର ସୂଚନା ଦେଇଛନ୍ତି। ହେଲେ ଅନେକ ଅମାନିଆ ରାଜଧାନୀରେ ବେଧଡ଼କ ଭାବେ ଯେଉଁଭଳି ଗାଡ଼ି ଚଲାଉଛନ୍ତି, ସେ ଦୃଶ୍ୟ ଉପରେ ଟିକେ ନଜର ପକାନ୍ତୁ। ଗାଡ଼ି ଅଛି, ବ୍ରାଣ୍ଡ ଅଛି, ହେଲେ ସାଇଲେନ୍ସର ହିଁ ନାହିଁ। টেস্ট হব কেউটি? তবে আউ দেখবে গাড়িরে সিধাসলখ ভাবে ট্রলিকু খঞ্জি দিয়া যাইছি। বাইক ভিড়ুছি কুইন্টাল ওজনর মাল। এভাবে অনেক বেপরুয়া গাড়ি চালক বর্তমানে PUC লাইসেন্স পরে সাবাড় হেবে। যদি সেমানଙ୍କର উচিত কাগজপত্র নথিব, গাড়িକୁ সম্পূর্ণ রূপে সিজ করিব পুলিশ। তবে দেখিବାକୁ রহিলা এই অমানিয়া মানে সাবাড় হেউଛନ୍ତି না মোটা রকমর ফাইন দেই গাড়িକୁ সিজ କରାଉଛନ୍ତି। ବ୍ୟୁରୋ ରିପୋର୍ଟ, UBC ଓଡ଼ିଆ।